जय जगन्नाथ मु ए भिडियोटी करूची मुख्यतः आमर +2 +3 पिलामानक पई देखंतु आमर एबे स्कॉलरशिप बाहरिची एसएसटी डिपार्टमेंट रो पोस्ट मैट्रिक स्कॉलरशिप तो जेउ पिला माने +2 फर्स्ट ईयर की सेकंड ईयर करथबे कि +3 फर्स्ट ईयर सेकंड ईयर की थर्ड ईयर करथबे सेमानक पई ए भिडियोटी तो देखंतु लास्ट डेट आमर अछि सेप्टेम्बर 29 तारिख तो आपण माने शीघ्र शीघ्र ऑनलाइन सेंटर को जानतु आ शीघ्र शीघ्र ए स्कॉलरशिप को अप्लाई कर दियंतु जाफଳରେ ଆପଣ ମାନଙ୍କ ପାଇଁ ବେଷ୍ଟ ହେବ ତ ଏବେ ସାଇଡ ଭଲ ଚାଲିଛି ତ ଲାଷ୍ଟ ବେଳେ ଲାଷ୍ଟ ଷ୍ଟେଜ ମାନେ ଲାଷ୍ଟ ଡେଟ ରେ ତ ସାଇଟ ବହୁତ ସ୍ଲୋ ହୁଏ ଯାଫଳରେ ଆପ୍ଲାଏ କରିପାରନ୍ତିନି ପିଲାମାନେ ତ ସେଇଥିପାଇଁ ମୋ ସଜେସନ ହଉଛି ତ ଶୀଘ୍ର ଶୀଘ୍ର ଯାଆନ୍ତୁ ଆଉ ଶୀଘ୍ର ଶୀଘ୍ର ଅନଲାଇନ କରିଦିଅନ୍ତୁ ଦେଖନ୍ତୁ ଡକୁମେଣ୍ଟ କଣ କଣ ରିକ୍ୱାରମେଣ୍ଟ ମୁଁ ଆପଣଙ୍କୁ ସ୍କ୍ରିନରେ ଦେଖଉଛି ଡକୁମେଣ୍ଟ ଆପଣଙ୍କର ଆଧାର କାର୍ଡ ପାସପୋର୍ଟ ସାଇଜ ଫଟୋ ଆଧାର କାର୍ଡ ଲିଙ୍କ ମୋବାଇଲ ନମ୍ବର ମେଲ ଆଇଡି ଓଟିଆର ନମ୍ବର ଓଟିଆର ନମ୍ବର ଆପଣ ମାନେ ବି କେମିତି କରିପାରିବେ ନିଜ ମୋବାଇଲରେ ମୁଁ ଏଇ ଚ୍ୟାନେଲ ମାଧ୍ୟମରେ ଅପଲୋଡ କରିଛି ଆପଣ ମାନେ ବି ଚାହିଁଲେ ସେଇ ଭିଡିଓକୁ ଦେଖି ଆପଣ ମାନେ ନିଜେ ଓଟିଆର ନମ୍ବରକୁ ଜେନେରେଟ କରିପାରିବେ ଆଉ ଅପାର ଆଇଡି କିଛି ମାଣ୍ଡେଟୋରୀ ନୁହଁ ଥିଲେ ଦେଲେ ବେଷ୍ଟ ଆଉ କାଷ୍ଟ ସାର୍ଟିଫିକେଟ ହଉଛି ଏସସି ଏସଟି ଓବିସି ଆଉ ଏସସି ବିସି ମାନଙ୍କ ପାଇଁ ଆଉ ଜେନେରାଲ ମାନଙ୍କ ପାଇଁ ତ ଏମିତି କିଛି କାଷ୍ଟ ସାର୍ଟିଫିକେଟ ନାହିଁ ଆଉ ଇନକମ ସାର୍ଟିଫିକେଟ ଦେଖନ୍ତୁ 2023-24 ର ଦେଲେ ବି ନେଇଯାଉଛି କିନ୍ତୁ ମୋ ମତରେ କରେଣ୍ଟ ଇୟର ମାନେ ଚାଲୁ ବର୍ଷର ମାନେ 2000 ଏବେ ଚାଲିଛି 2026 ଏଇ 2026 ର ଦେବାଟା ବେଷ୍ଟ ଯଦି 2026 ର ଯାହା ପାଖରେ ନାହିଁ ତ ସେମାନେ 2023-24 କି 25-26 ବି ଦେଇପାରିବେ ଆଉ ହଉଛି ରେସିଡେନ୍ସ ସାର୍ଟିଫିକେଟ ଦେଖନ୍ତୁ ଜେନେରାଲ ମାନଙ୍କର କିଛି ରେସିଡେନ୍ସ ସାର୍ଟିଫିକେଟ ମାଗେନି ତ ଏସସି ଏସଟି ମାନଙ୍କ ପାଇଁ ରେସିଡେନ୍ସ ସାର୍ଟିଫିକେଟ ଆଉ ହଉଛି ବ୍ୟାଙ୍କ ପାସବୁକ ପିଲାମାନେ ଦେଖନ୍ତୁ ଯୋଉ ଫ୍ରଣ୍ଟ ପେଜ ଟା ଆପଣ ମାନେ ଅପଲୋଡ କରିବେ ତ ସେଇ ଫ୍ରଣ୍ଟ ପେଜ ରେ ଦେଖନ୍ତୁ ଆକାଉଣ୍ଟ ନମ୍ବର ପୁରା ସ୍ପଷ୍ଟ ଭାବରେ କ୍ଲିୟର ଦେଖାଯାଉଥିବା କଥା ଆଉ ଆଇଏଫସି କୋଡ ବି ଆଉ ମାଟ୍ରିକ ସାର୍ଟିଫିକେଟ ଦରକାର ଆଉ ଲାଷ୍ଟ ଇୟର ମାର୍କସିଟ ଯଦି ଆପଣ ମାନେ +3 ସେକେଣ୍ଡ ଇୟର ଥାର୍ଡ ଇୟର କରୁଥିବେ ତ ତାର ମାର୍କସିଟ ଦରକାର ଆଉ ଯଦି ସେମାନେ ଆଉ ଯଦି କୋଉ ପିଲା ଯଦି ହ୍ୟାଣ୍ଡିକ୍ୟାପ୍ଟ ଥିବେ ତ ତାଙ୍କର ହ୍ୟାଣ୍ଡିକ୍ୟାପ୍ଟ ସାର୍ଟିଫିକେଟ ଦରକାର ଆଉ ଲାଷ୍ଟ ଡେଟ ତ ପିଲାମାନେ କହିଲି 29 ସେପ୍ଟେମ୍ବର 2026 ଆଶା କରେ ଆପଣ ମାନଙ୍କୁ ଏଇ ଭିଡିଓଟି ଭଲ ଲାଗିଥିବ ଯଦି ଆପଣ ମାନେ ନୂଆ ଅଛନ୍ତି ତାହେଲେ ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରିବେ ସାଙ୍ଗସାଥି ମାନଙ୍କୁ ସେୟାର କରିବେ ଯାହା ଫଳରେ ସେମାନେ ବି ଜାଣିକି ଏଇ ସ୍କଲାରସିପ କୁ ଆପ୍ଲାଏ କରିପାରିବେ ରହିଲି ପିଲାମାନେ ଜୟ ଜଗନ୍ନାଥ।